ତୁ ରାଜା ମୁଁ ରାଣୀରେ ଦେଖିବେ ଦର୍ଶକ ବନ୍ଧୁ, ରାଜା ରାଣୀକୁ ନେଇକି ଘରକୁ ଆସିବେ। ଆଉ କୌଶଲ୍ୟା କହିବେ ମୁଁ ଭାବିନଥିଲି ଏମିତି ହବ ବୋଲି। ମୋର ତ ବିଶ୍ୱାସ ହେଉନି ତମେ ଦୁଇଜଣ ଆମ ସାମ୍ନାରେ ଅଛ ବୋଲି। ଆଉ ମୁଁ ଆଜି ବହୁତ ଖୁସି। ସାନ୍ଭି କହିବେ ମୁଁ ବି ବହୁତ ଖୁସି। ଆଉ ରାଣୀ ଭାଉଜ ଆମ ଘରକୁ ଆସିଗଲେ। ଏପଟେ ଶିଖା ବନ୍ଦନା ଥାଳି ସଜାଡ଼ିବେ। ଆଉ ଥାଳି ନେଇ ଆସିବା ବେଳେ ତାଙ୍କ ହାତରୁ ଥାଳି ଖସି ପଡ଼ିବ। ଆଉ ରାଣୀକୁ ବନ୍ଦାପନା କରି ଘରକୁ ଆଣିବେ। କୌଶଲ୍ୟା କହିବେ ରାଣୀ ତମ ମନ ଦୁଃଖ କାହିଁକି ଅଛି? ସେଇଠୁ ରାଜା କହିବେ ମୁଁ କହୁଛି ପିଇସୀମା ରାଣୀଙ୍କର କ'ଣ ହେଇଛି। ଏହାପରେ ସବୁ ସତ କଥା ପରିବାରଙ୍କୁ ଜଣାଇବେ। କୌଶଲ୍ୟା କହିବେ ସବୁ ମା ଠିକ୍ ହେଇଯିବ। ତୁ ମନ ଦୁଃଖ କରନା। ଆଉ ତମ ମା ଯଦି ତମ ଉପରେ ରାଗିଛନ୍ତି ତାକୁ ମନେଇବାର ଦାୟିତ୍ୱ ହେଉଛି ତୁମର। ଆଉ ତମେ କେବେ ବି ଭାବିବନି ତମେ ଏକା ଅଛ ବୋଲି। ଆମେ ସମସ୍ତେ ତୁମ ସାଙ୍ଗରେ ଅଛୁ। ଆଉ ତମେ ଏ ଘରର ବୋହୂ ହେବା ଆଗରୁ ଏ ଘରର ଝିଅ ବୋଲି ମୁଁ ମାନି ନେଇଛି। ଆଉ ମୋ ଝିଅ ଶିଖା ଯେମିତି ତମେ ବି ସେମିତି। ଆପଣମାନେ ଯଦି ଏହିଭଳି ନୂଆ ନୂଆ ପ୍ରୋମୋ ଭିଡ଼ିଓ ଦେଖିବାକୁ ଚାହୁଁଥାନ୍ତି ତାହେଲେ ଏହି ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରନ୍ତୁ।